ଧନ୍ୟବାଦ ଦେଉଛି। ଭଲ କଥାଟେ କହିଛନ୍ତି। ଆଉ ମଧ୍ୟ ବଡ଼ ଭାଇ ଦିଗାଙ୍କର ବେହେରା ଭାଇ ମଧ୍ୟ କହୁଥିଲେ। ତେଣୁ ଆମେ ସମସ୍ତେ ଜଣେ ଜଣେ ସିପାହୀ ଆମ ଖବରକାଗଜର ଉନ୍ନତି ପାଇଁ ଆମେ ଚାହିଁଲେ ହେଇପାରିବ। ବିଶେଷ କରି ତଥ୍ୟଭିତ୍ତିକ ନ୍ୟୁଜ୍, ସମସ୍ୟା ଭିତ୍ତିକ ନ୍ୟୁଜ୍, ଆଉ ଯେଉଁ ଗାଁ ଗହଳିମାନଙ୍କର ଯେଉଁ ପ୍ରତିଭା ମାନେ ଲୋକାୟତ ଅବସ୍ଥାରେ ଅଛନ୍ତି କିମ୍ବା ପ୍ରତିଭା ବ୍ୟକ୍ତି ଅଛନ୍ତି କି ଯେ ଲୋକ ଆସିପାରୁନାହାନ୍ତି, ସେଇଭଳି ପ୍ରତିଭାମାନଙ୍କୁ ଖୋଜିକି ଲୋକଲୋଚନକୁ ଆଣିବା, ତାଙ୍କର ପ୍ରତିଭା ବିଷୟରେ ସମଗ୍ର ଓଡ଼ିଶାବାସୀଙ୍କୁ ଜଣାଇବା ଏବଂ ଯାହାକି ତାଙ୍କୁ ଟିକେ ଉତ୍ସାହିତ କରି ଆଗକୁ ଯିବା ପାଇଁ। ଆଉ ସବୁବେଳେ ଗୋଟେ କଥା କହିବି ଯେ ଖବରକାଗଜ ଚଲେଇବା ବହୁତ କଷ୍ଟ, ଏକଥା ମୁଁ ଜାଣିଛି, ଭଲ ଭାବେ ଜାଣିଛି, କାରଣ ଏହା ପୂର୍ବରୁ ମଧ୍ୟ ମୁଁ କେତୋଟି ଖବରକାଗଜରେ କାମ କରିଛି। ତେଣୁ ମୁଁ ଭଲ ଭାବେ ଜାଣିଛି। ଆମେ ଖବରକାଗଜ 5 ଟଙ୍କା ଦାମ ହେଲେ ମଧ୍ୟ 5 ଟଙ୍କା ଖର୍ଚ୍ଚ କରି 5 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ଖବରକାଗଜ। ତେଣୁ ଆମେ ସମସ୍ତେ ଚେଷ୍ଟା କରିବା ମାଧ୍ୟମ କାହାକୁ ରିକ୍ୱେଷ୍ଟ କରିବା କି କାହା ପାଖରେ ଯାଇକି ଅତି ରିକ୍ୱେଷ୍ଟ କରି ତାଙ୍କ ପାଖରେ କରିବା, ସେମିତି ନୁହେଁ। ଆମେ ଚେଷ୍ଟା କରିବା କେମିତି ତାଙ୍କର ପ୍ରଚାର ପ୍ରସାର କରିବା, ତାଙ୍କଠାରୁ ଆମ ଖବରକାଗଜ ମାଧ୍ୟମରେ କେମିତି ଯେଉଁ ଭଲ କାମ କିଛି ଭଲ ବାଟରେ ମଧ୍ୟ ଆମ ବିଜ୍ଞାପନ ଆସିପାରିବ। ତେଣୁ ଆମର ବିଜ୍ଞାପନ ଆକାରରେ କିଛି ସହଯୋଗ କରିବା, ଯାହାକି ଆମ ଅଫିସରେ ଯେଉଁ କର୍ମଚାରୀ ମାନେ କାମ କରୁଛନ୍ତି, ଏଠିକି କରୁଛନ୍ତି, ଡେସ୍କରେ କାମ କରୁଛନ୍ତି, ସେମାନଙ୍କୁ ତାଙ୍କ ପାରିଶ୍ରମିକ ଦେଇହେବ। କାରଣ ଏଇ ଖବରକାଗଜଟି କୌଣସି ରାଜନୈତିକ ନେତା ହାତବାରିଶ ଚାଲିଥିବା ଅନୁଭବ କରିକି କେବେ। ତେଣୁ ନିଶ୍ଚୟ ଆମମାନଙ୍କ ସହଯୋଗ କଲେ ଖବରକାଗଜଟି ଆଗକୁ ଯିବ।